ସୁଭାଷ ଚନ୍ଦ୍ର ବୋଷ। ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ଅମର ନାୟକ। ସେ କେବଳ ଏକ ରାଜନୈତିକ ନେତା ନୁହେଁ ବରଂ ଏକ ଦୃଢ଼ ଚିନ୍ତାଧାରା, ଅଦମ୍ୟ ସାହସ ଓ ଦେଶପ୍ରେମର ପ୍ରତୀକ ଥିଲେ। ତାଙ୍କର ଜୀବନ ଭାରତମାତାଙ୍କ ସେବାରେ ସମର୍ପିତ ଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ 23 ଜାନୁଆରୀ 1897 ମସିହାରେ ଓଡ଼ିଶାର କଟକ ସହରରେ ହୋଇଥିଲା। ତାଙ୍କ ପିତା ଜାନକୀନାଥ ବୋଷ ଏକ ପ୍ରସିଦ୍ଧ ଆଇନଜୀବୀ ଥିଲେ ଓ ମାତା ପ୍ରଭାତୀ ଦେବୀ ଧର୍ମପରାୟଣ ଓ ସ୍ନେହୀ ମହିଳା ଥିଲେ। ଶିଶୁକାଳରୁ ସୁଭାଷ ଚନ୍ଦ୍ର ବୋଷ ବୁଦ୍ଧିମାନ, ଶୀତବଦ୍ଧ ଓ ଦେଶପ୍ରେମୀ ଥିଲେ। ସେ ପ୍ରାଥମିକ ଶିକ୍ଷା କଟକରେ ସମାପ୍ତ କରି କଲିକତାରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ପରେ ସେ ଇଂଲଣ୍ଡକୁ ଯାଇ ICS ପରୀକ୍ଷା ଉତ୍ତୀର୍ଣ୍ଣ କରିଥିଲେ। ଏହି ଉଚ୍ଚ ପଦବୀ ତାଙ୍କ ପାଇଁ ଗୌରବର ବିଷୟ ଥିଲା, କିନ୍ତୁ ଦେଶର ପରାଧୀନତା ଦେଖି ସେ ଏହି ଚାକିରି ତ୍ୟାଗ କରିଦେଲେ। ଦେଶସେବା ତାଙ୍କ ପାଇଁ ସବୁଠାରୁ ବଡ଼ ଧର୍ମ ଥିଲା। ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ଜାତୀୟ କଂଗ୍ରେସର ଏକ ସକ୍ରିୟ ନେତା ଥିଲେ। ସେ ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ କରୁଥିଲେ, କିନ୍ତୁ ସ୍ୱାଧୀନତା ପାଇଁ ଶସ୍ତ୍ର ସଂଗ୍ରାମ ଆବଶ୍ୟକ ବୋଲି ବିଶ୍ୱାସ କରୁଥିଲେ। ଏହି କାରଣରୁ ତାଙ୍କର ମତାମତ ଅନ୍ୟ ନେତାମାନଙ୍କ ସହ ଭିନ୍ନ ଥିଲା। ବ୍ରିଟିଶ ଶାସନ ବିରୋଧରେ ଯୁଦ୍ଧ କରିବା ପାଇଁ ସେ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ। ଏହି ସେନା ଭାରତର ସ୍ୱାଧୀନତା ପାଇଁ ଅଦମ୍ୟ ସାହସ ସହିତ ଲଢ଼ିଥିଲା। ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ନାରା ମାଧ୍ୟମରେ ସେ ଭାରତୀୟମାନଙ୍କ ମନରେ ଦେଶପ୍ରେମର ଅଗ୍ନି ପ୍ରଜ୍ୱଳିତ କରିଥିଲେ। ନେତାଜୀଙ୍କ ମୃତ୍ୟୁ ସମ୍ପର୍କରେ ଆଜି ବି ରହସ୍ୟ ରହିଛି, କିନ୍ତୁ ତାଙ୍କର ଆଦର୍ଶ ଓ ବିଚାରଧାରା ଆଜି ବି ଆମକୁ ପଥ ପ୍ରଦର୍ଶନ କରୁଛି। ସେ ଆମକୁ ଶିଖାଉଛନ୍ତି ଯେ ସତ୍ୟ ସ୍ୱାଧୀନତା ପାଇଁ ତ୍ୟାଗ, ସାହସ ଓ ଏକତା ଆବଶ୍ୟକ। ସୁଭାଷ ଚନ୍ଦ୍ର ବୋଷ ଭାରତର ଇତିହାସରେ ସଦା ଅମର ରହିବେ। ତାଙ୍କ ଜୀବନ ଯୁବପିଢ଼ି ପାଇଁ ପ୍ରେରଣାର ଆଲୋକ ସ୍ତମ୍ଭ। ଆମେ ସମସ୍ତେ ତାଙ୍କ ଆଦର୍ଶକୁ ଅନୁସରଣ କରି ଦେଶ ସେବାରେ ଆଗୁଆ ହେବା ଉଚିତ।